ভিଆରପି ଆସୋସିଏସନ୍ ଆପଣମାନେ ହିଁ ଜାଣିଥିବେ ତୃଣମୂଳ ସ୍ତରରେ ଯେଉଁଭଳି ସରକାରୀ ଯୋଜନା ସବୁ ପହଞ୍ଚୁଛି ତାହା କେତେ ସଫଳ ହେଉଛି ତାହାର ଏମାନେ ସମୀକ୍ଷା କରିଥାନ୍ତି। ହେଲେ ଏମାନେ ଆଜି ରାଜରାସ୍ତାକୁ ଆସିଛନ୍ତି। ରାଜ୍ୟ ସରକାରକୁ ନିଜର କିଛି ଦାବି ନେଇ ରାଜରାସ୍ତାକୁ ଆସିଛନ୍ତି। ନିଜର କିଛି ଦାବି ସରକାରକୁ ବି ଜଣାଇଛନ୍ତି। ଆସନ୍ତୁ ଜାଣିବା କ'ଣ ରହିଛି ଭିଆରପି ମହାସଂଘର ଦାବି ଗୁଡ଼ିକ। ଆସନ୍ତୁ ଜାଣିବା ସମ୍ପୂର୍ଣ୍ଣ ଅପଡେଟ୍ ଖବରଟିକୁ ଜାଣିବାକୁ ହେଲେ ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ଆମ ଚ୍ୟାନେଲ ସହ ଯୋଡ଼ିବାକୁ ହେଲେ ଚ୍ୟାନେଲକୁ ସବସ୍କ୍ରାଇବ୍ କରି ପାଖରେ ଆସିଥିବା ଘଣ୍ଟି ଚିହ୍ନକୁ ଦବାଇ ଦିଅନ୍ତୁ, ଯାହାଫଳରେ ଏଇଭଳି ଲାଟେଷ୍ଟ ଅପଡେଟ୍ ଆପଣମାନେ ସର୍ବପ୍ରଥମେ ପାଇପାରିବେ। ମା ଭଉଣୀମାନେ ଯେତେ ଗୁଡ଼ିକ ଦାବି ସରକାର ପାଖରେ ରଖିଥିଲେ, ଆଜି ତ ଗୋଟେ ବର୍ଷ ହେଲାଣି ସରକାର ପାଖରେ ଦାବି ରଖିଛନ୍ତି। ସରକାର ଅଣଦେଖା କରି ଭିଆରପି ମା ଭଉଣୀମାନଙ୍କୁ କୌଣସି ଦାବି ପୂରଣ କରିନାହାନ୍ତି। ଜିଲ୍ଲାରେ 314 ବ୍ଲକରେ 10,000 ଭିଆରପି ମା ଭଉଣୀମାନେ ସମସ୍ତେ ଦାବି ରଖିଛନ୍ତି। ଦିନ ରାତି ଖରା ବର୍ଷାରେ ପଞ୍ଚାୟତରେ ଯେତେ କାର୍ଯ୍ୟଗୁଡ଼ିକ ଭିଆରପି ଭଉଣୀମାନେ ସୋସିଆଲ ଅଡିଟ୍ କରୁଛନ୍ତି, କିନ୍ତୁ ଦରମା ସଠିକ୍ ସମୟରେ ମିଳୁନାହିଁ। ଗୋଟେ ବର୍ଷ କାମ କଲେ 4 ମାସର ଦରମା ଦିଆଯାଉଛି। ଗାଁକୁ ସମ୍ମାନ, ଗାଁକୁ ବିକାଶ ସବୁବେଳେ ରାଜ୍ୟ ସରକାର କହି ଆସିଛନ୍ତି, କିନ୍ତୁ ଭିଆରପି ମା ଭଉଣୀମାନଙ୍କୁ ସମ୍ମାନ ଦିଆଯାଉନାହିଁ। ଯେତେବେଳେ ରାଜ୍ୟ ସରକାର ସମସ୍ତଙ୍କ ପାଇଁ ସବୁକିଛି ଯୋଜନା କରିଛନ୍ତି, ଏସ୍ଏଚ୍ଜି ମା ମାନଙ୍କ ପାଇଁ ବି କରିଛନ୍ତି। ଭିଆରପି ମା ଭଉଣୀମାନଙ୍କ ଯେତେକ ଏସ୍ଏଚ୍ଜିରୁ ଚୟନ ହୋଇ ଭିଆରପି ପଦବୀ ଦିଆଯାଇଛି। ରାଜ୍ୟ ସରକାର କ'ଣ ପାଇଁ ଭିଆରପି ମା ଭଉଣୀମାନଙ୍କୁ ଅଣଦେଖା କରିଛନ୍ତି? ଆପଣମାନେ ସମସ୍ତେ ଜାଣିଥିବେ 5 ଦିନ ଭିଆରପି ମା ଭଉଣୀମାନେ ରାଜରାସ୍ତାରେ ବସିଥିଲେ, କିନ୍ତୁ ଆଜି ପର୍ଯ୍ୟନ୍ତ କୌଣସି ସୁଫଳ ମିଳିନାହିଁ। ଚେତାବନୀ ଦେଇଛନ୍ତି ଭିଆରପି ମା ଭଉଣୀମାନେ। ଆଗାମୀ ଦିନରେ ଯେଉଁ ଦାବି ରଖିଛନ୍ତି ଭିଆରପି ମା ଭଉଣୀମାନେ, ପ୍ରଥମ ଦାବି ହେଲା ସ୍ଥାୟୀ ନିଯୁକ୍ତି ଦିଆଯାଉ, ଦ୍ୱିତୀୟ ଦାବି ହେଲା ମାସିକ ଦରମା ଦିଆଯାଉ, ତୃତୀୟ ଦାବି ହେଲା ନିଜ ଦରମା ନିଜ ଆକାଉଣ୍ଟକୁ ସିଧାସଳଖ ପଠାଯାଉ। ଆଗାମୀ ଦିନରେ ରାଜ୍ୟ ସରକାର 10,000 ଭିଆରପି ମା ଭଉଣୀମାନଙ୍କର କୌଣସି କଥା ନ ଶୁଣନ୍ତି, ତେବେ ଅନିର୍ଦ୍ଦିଷ୍ଟ କାଳ ପାଇଁ ରାଜରାସ୍ତାରେ ବସିବେ ବୋଲି ପ୍ରସ୍ତୁତ ହୋଇଛନ୍ତି। ସେତେବେଳେ 5T ସଚିବ 314 ବ୍ଲକରେ ବୁଲିଥିଲେ। ଭିଆରପି ମା ଭଉଣୀମାନେ ସମସ୍ତ ଦାବିପତ୍ର ଦେଇଥିଲେ, କିନ୍ତୁ ଭିଆରପି ଭଉଣୀମାନଙ୍କର ଦାବିପତ୍ର କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲେ ନାହିଁ ରାଜ୍ୟ ସରକାର।